क्वेश्चन में कहलो आउटे मां ए जंगल रे सुना ए जंगल रे जे नदी थिला या से नदी रे जे बुढ़ा कुंभीर रहउला के रहउला बुढ़ा कुंभीर रहउला से बुढ़ा ହେଇଥିଲା એટલે ସେ ଆଉ ଶିକାର କରି ପାରୁନଥିଲା ସେ କଣ କରି ପାରୁନଥିଲା ଶିକାର କରି ପାରୁନଥିଲା ହେଲେ ସେ ଖାଇବ କଣ ନଦୀରେ କଣ କଣ ଥାଏ କହିଲ ମାଛ ବେଙ୍ଗ କଙ୍କଡା ସିଏ ଭାବିଲା ମୁଁ ଏଇ ଯୋଉ ପାଣି ଭିତରେ ଯୋଉ ମାଛ କଙ୍କଡା ଅଛନ୍ତି ସେମାନଙ୍କୁ ଖାଇକି ପେଟ ଭରିଦେବି ହେଲା ହେଲେ ସେ କଣ ବୁଢା ହେଇଯାଇଥିବା ଯୋଗୁ ସିଏ ମାଛ କଙ୍କଡା ବି ଧରି ପାରିଲା ନାହିଁ କଣ କରିପାରିଲା ନାହିଁ ମାଛ କଙ୍କଡା ବି ଧରି ସିଏ ଥକି ଯାଇଥିଲା ଏତେ ଟାଇମ୍ ଯାକେ ସେ ଖୋଜିଲା ମାଛ ପାଇଲାନି ସେ ଥକି ଗଲା ସେ ଥକିକି ଯାଇକି କୂଳକୁ ପଳେଇଲା ନଦୀ କୂଳକୁ ପଳେଇ ଗଲା ହେଲା ସେଠି ଥକିକି ବସିଥିଲା ସେଇ ଉପରେ ଗୋଟେ ସେଇ ପାଖରେ ଗୋଟେ ଗଛ ଥିଲା ହେଲା ଠିକ ଅଛି ଜାମୁ କୋଳି ଗଛ ଥିଲା ହେଲେ ସେ ବସିଥିବା ବେଳେ ଉପରୁ ଜାମୁ କୋଳି ତା ଉପରେ ପଡ଼ିଲା ହେଲା ତା ଉପରେ ପଡ଼ିଲା ସେ ଭାବିଲା କି ମତେ ଫୋପାଡୁଛି ଜାମୁ କୋଳି ଗୁଡା କହିକି ସେ ଉପରକୁ ଦେଖିଲା କୋଉଠି ଦେଖିଲା ଗଛ ଉପରକୁ ଦେଖିଲା ଗଛ ଉପରେ ଦେଖିଲା ଗୋଟେ ମାଙ୍କଡ ବସିଛି ନା ମାଙ୍କଡ ବସିଛି ତାପରେ ମାଙ୍କଡ କଣ ଖାଉଥିଲା କହିଲ ଜାମୁ ଖାଉଥିଲା ଜାମୁ କୋଳି ଗଛ ଉପରେ ବସିକି କଣ ଖାଉଥିଲା ଜାମୁ ଖାଉଥିଲା ହେଲେ ସେ ଯୋଉ ଭୋକିଲା କୁମ୍ଭୀର ଥିଲା ସିଏ କଣ କଲା ନା ମତେ କିଛି ଖାଇବାକୁ ଦିଅ ମାଗିଲା ତାକୁ ମାଗିଲା ମାଙ୍କଡକୁ ମାଗିଲା ହେଲା ହେଲେ ସେ ମାଙ୍କଡ କୁମ୍ଭୀରକୁ କଣ ଦେଲା ଜାମୁକୋଳି ଖାଇବା ପାଇଁ ଦେଲା ଜାମୁକୋଳି ଖାଇବା ପାଇଁ ଦେଲା ଆଉ କହିଲା କଣ ନା କୁମ୍ଭୀର କହିଲା ମୋର କେହି ସାଙ୍ଗ ନାହାନ୍ତି ମୋର ତମେ ସାଙ୍ଗ ହବ କି କହିଲା ମାଙ୍କଡକୁ କହିଲା ମାଙ୍କଡ ରାଜି ହେଇଗଲା ତା ସହିତ ସାଙ୍ଗ ହବା ଲାଗି ହେଲା ଦୁଇ ଜଣ ଫ୍ରେଣ୍ଡ ହେଇଗଲେ ଦୁଇ ଜଣ ସାଙ୍ଗ ହେଇଗଲେ ହେଲେ ଗୋଟେ ଦିନ କଣ ହେଲା ନା ଏମିତି ସବୁଦିନ କୁମ୍ଭୀର ଆସେ ମାଙ୍କଡ ତାକୁ କଣ ଦିଏ ଜାମୁକୋଳି ଦିଏ କଣ ଦିଏ ଖାଇବା ପାଇଁ ଦିଏ ଆଉ ମାଙ୍କଡ କଣ କରେ ନା କୁମ୍ଭୀର ପିଠି ଉପରେ ବସେ ଆଉ ନଦୀରେ କୁମ୍ଭୀର ତାକୁ ବୁଲାଏ କାହାକୁ ବୁଲାଏ ମାଙ୍କଡକୁ ତାଙ୍କ ଭିତରେ ଦୋସ୍ତି ହେଇଗଲା ନା ସେମାନେ ଫ୍ରେଣ୍ଡ ହେଇଗଲେ ହେଲେ ଜାମୁକୋଳି ଗଛରୁ ଜାମୁ ମାଙ୍କଡ କୁମ୍ଭୀରକୁ ଦିଏ ଆଉ କଣ କୁମ୍ଭୀର ମାଙ୍କଡକୁ ପିଠି ଉପରେ ବସେଇକି ପାଣିରେ ଏପଟ ସେପଟେ ବୁଲାଏ ନା ଦିନେ କଣ ହେଇଛି ନା କୁମ୍ଭୀର କହିଲା କଣ ମାଙ୍କଡକୁ ମୋର ସ୍ତ୍ରୀ ମାନେ ତମର ଯେମିତି ବାପା ମା ଥାନ୍ତି ସେମିତି କୁମ୍ଭୀରର ସ୍ତ୍ରୀ ଥିଲା ହେଲା ମୋ ସ୍ତ୍ରୀ ପାଇଁ କିଛି ଜାମୁକୋଳି ଦିଅ କହିଲା କାହାକୁ କହିଲା ମାଙ୍କଡକୁ କହିଲା ହେଲା ହେଲେ ମାଙ୍କଡ ଗୋଟେ ଏତେ ବଡ ପତ୍ରରେ ବାନ୍ଧିକି ଜାମୁକୋଳି କୁମ୍ଭୀରର ପତ୍ନୀ ପାଇଁ ଦେଲା ନା ହେଲେ ସେ ନେଇକି ଗଲା ସେ ଆର କୂଳରେ ସେ କିଏ ରହୁଥିଲା ତାର ପତ୍ନୀ ରହୁଥିଲା ନେଇକି ଗଲା ଆଉ ସେ କଣ କଲା ନା ଜାମୁକୋଳି ତା ସ୍ତ୍ରୀକୁ ଦେଲା ଖାଇବା ଲାଗି ହେଲା ହେଲେ ଏମିତି 2 ଦିନ 3 ଦିନ 4 ଦିନ ଏମିତି ନେଇ ସବୁଦିନ ଦେଲା ଖାଇବା ପାଇଁ ହେଲେ ତା ସ୍ତ୍ରୀ କଣ କହିଲା ନା କୁମ୍ଭୀରକୁ କେତେ ଦିନ ଆମେ ଆଉ ଜାମୁକୋଳି ଖାଇବା କୁମ୍ଭୀର କଣ ଖାଆନ୍ତି ମାଂସ ଖାଆନ୍ତି ନା ମାଂସ ଖାଆନ୍ତି ଆଉ ଶିକାର କରନ୍ତି ବିଭିନ୍ନ ପଶୁ ପକ୍ଷୀ ସବୁ ଯୋଉଟା ଶିକାର କରନ୍ତି ପାଣିକୁ ସେଇଟା ଖାଆନ୍ତି ହେଲେ କେତେ ଦିନ ସେ ଜାମୁକୋଳି ଖାଇବେ ସେଇଆ କହିକି ସେ କଣ କହିଲା ନା ବୁଢା କୁମ୍ଭୀରକୁ ତୁ ଯାଇକି ମାଙ୍କଡର କଲିଜା ନେଇକି ଆସିବ ପାଇଁ ହେଲା ମାଙ୍କଡକୁ ମାରିକି ତାକୁ ନେଇକି ଆମେ ଖାଇବା ବୋଲି କହିଲା ହେଲା ହେଲେ କୁମ୍ଭୀର ଦ୍ୱନ୍ଦ୍ୱରେ ପଡିଗଲା ବୁଢା କୁମ୍ଭୀର ସେ ତାର ଫ୍ରେଣ୍ଡ ତାକୁ କେମିତି ମାରିଦବ ସେମିତି ଭାବିଲା ହେଲା ହେଲେ ତାର ସ୍ତ୍ରୀ କଣ ନା ମାନେ ଗୁସ୍ସା ହେଇଗଲା ନାରାଜ ହେଇଗଲା ନା ମୋ ପାଇଁ ସେଇଟା ଦରକାର ମତେ ସେଇଟା ଆଣିଦିଅ କହିଲା ହେଲା ହେଲେ ସିଏ କଣ କଲା ନା କୁମ୍ଭୀର ଗଲା ମାନେ ସେ ମାଙ୍କଡ ପାଖକୁ ତା ପରଦିନ ସକାଳେ ଗଲା ହେଲା ତା ପରଦିନ ସକାଳେ ସବୁଦିନ ଯାଏ ନା ସେ ଜାମୁକୋଳି ଖାଇବା ଲାଗି ସେ ଗଛ ପାଖକୁ ଗଲା ଆଉ ମାଙ୍କଡକୁ କଣ କହିଲା ନା ତମ ପାଇଁ ମୋ ପତ୍ନୀ ବହୁତ ସାରା ଖାଇବା ଜିନିଷ ବନେଇକି ରଖିଛନ୍ତି ଚାଲ ଯିବା ବୋଲିକି କହିଲା ନା ଆମ ସହିତ ଚାଲ ଆମ ଘରକୁ ଯିବା କହିଲା ନା ସେଠୁ ମାଙ୍କଡ ତାର ସେଥିପାଇଁ ସେ କହିଲା ତା ଉପରେ
ବସି ଗଲା ହେଲା। ଯାଉ ଯାଉ ଅଧା ପହଞ୍ଚିଛି ଅଧା ବାଟ ଯାକେ। ହେଲେ କୁମ୍ଭୀର କ'ଣ କହିଲା ନା, କୁମ୍ଭୀର କହିଲା ତମେ ତ ସବୁଦିନ ଜାମୁକୋଳି ଖାଉଛ, ଜାମୁକୋଳି ତ ବହୁତ ମିଠା ନା, କିଏ ଜାମୁକୋଳି ଖାଇଛ? ଖାଇଛ? କୋଉ କଲର ଥାଏ କହିଲ? ଜାମୁ କଲର ଥାଏ, ବ୍ଲୁ ବ୍ଲୁ ଥାଏ ନା, ବ୍ଲୁ ନୀଳ କଲର, ବ୍ଲୁ ବ୍ଲୁ ଏତିକି ଗୋଲ ଗୋଲ ଥାଏ ନା। ସେଇଟା ତମେ ତ ସବୁଦିନ ଜାମୁକୋଳି ଖାଉଛ, ହଁ ସବୁଦିନ ଜାମୁକୋଳି ଖାଉଛ, ହେଲେ ଜାମୁକୋଳି ତ ଏତେ ମିଠା ସବୁଦିନ ଖାଉଛ, ହେଲେ ତମ କଲିଜା ଦେହର କୋଉଠି କଲିଜା ଥାଏ? ଭିତରେ ଥାଏ। ତମ କଲିଜା ତ ବହୁତ ମିଠା ହେଇଥିବ, ହେଲେ ତମ କଲିଜା ମତେ ଦିଅ ମାଗିଲା ନା। ହେଲେ ମାଙ୍କଡ ଜାଣିଗଲା ଯେ ଇଏ ମତେ କ'ଣ କରୁଛି, ମାରିବା ପାଇଁ ଚାହୁଁଛି।